ମା ହେବା ପରେ ସୁଟିଂ ସେଟ୍ରେ ପହଞ୍ଚିଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଦର୍ଶକ ବନ୍ଧୁ, ଆପଣମାନେ ତ ସମସ୍ତେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି। ସବ୍ୟସାଚୀଙ୍କ ହାତ ରହିଥିଲେ ସାରା ଓଡ଼ିଶାବାସୀ ସବ୍ୟ ଏବଂ ଅର୍ଚ୍ଚିତାଙ୍କର ବାହାଘର ମଧ୍ୟ ଦେଖିଥିଲେ। ବେଶ ଧୁମଧାମରେ ତାଙ୍କର ହୋଇଥିଲା ବାହାଘର ଏବଂ ସମସ୍ତେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅଲିଉଡ଼ର ଅଭିନେତା ଅଭିନେତ୍ରୀମାନଙ୍କ ଠାରୁ ଆରମ୍ଭ କରି ସାରା ଓଡ଼ିଶାବାସୀ ସବୁ ଫ୍ୟାନ୍ମାନେ ମଧ୍ୟ ତାଙ୍କୁ ତାଙ୍କ ବାହାଘରର ଶୁଭେଚ୍ଛା ଜଣାଇଥିଲେ। ଆଉ ବାହାଘରର 2 ବର୍ଷ ପରେ ପରିବାରକୁ ଆସିଥିଲା ଖୁସି ଖବର। ଅର୍ଚ୍ଚିତା ମା ବନିଥିଲେ, କୋଳରେ ଥିଲା କୁନି ସନ୍ତାନ। ଆଉ ଆପଣମାନେ ସମସ୍ତେ ଅର୍ଚ୍ଚିତାଙ୍କର ପୁଅକୁ ପୂର୍ବରୁ ମଧ୍ୟ ଦେଖିବାକୁ ପାଇଥିଲେ ଏବଂ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ସାହୁ ନିଜ ପୁଅକୁ ଧରି ସୁଟିଂ ସେଟ୍ରେ ପହଞ୍ଚିଛନ୍ତି। ତେବେ ଦର୍ଶକ ବନ୍ଧୁ, ସବୁକିଛି ବିଷୟରେ ଡିଟେଲ୍ସରେ ଆପଣମାନେ ଆଗକୁ ଦେଖିବାକୁ ପାଇଯିବେ। ଭିଡ଼ିଓ ମାଧ୍ୟମରେ ଆପଣମାନେ କେମିତି ପୁଅକୁ ନେଇ ସୁଟିଂ ସେଟ୍ରେ ପହଞ୍ଚନ୍ତି ଏବଂ କ'ଣ ସବୁ ନିଜ ପୁଅ ବିଷୟରେ କହିଛନ୍ତି ସବୁ କିଛି ଦେଖିବେ। କିନ୍ତୁ ତା ପୂର୍ବରୁ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରକୃତରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ତାଙ୍କର ଅଭିନୟକୁ ବେଶ ପସନ୍ଦ କରନ୍ତି, ନିଶ୍ଚିତ ଭାବରେ ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କୁ ଅର୍ଚ୍ଚିତାଙ୍କର କେଉଁ ଚଳଚ୍ଚିତ୍ର ସବୁଠୁ ବେଶୀ ପସନ୍ଦ ଆସେ, ଆପଣଙ୍କର ଫେଭରେଟ୍ ଚଳଚ୍ଚିତ୍ର କେଉଁଟା, ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇପାରିବେ। ତାହେଲେ ଦର୍ଶକ ବନ୍ଧୁ, ଆପଣମାନେ ତ ସମସ୍ତେ ସବ୍ୟ ଏବଂ ଅର୍ଚ୍ଚିତାଙ୍କର ଯୋଡ଼ିକୁ ରିଏଲ୍ ଲାଇଫ୍ରେ ବେଶ ପସନ୍ଦ କରନ୍ତି। ରିଏଲ୍ ଲାଇଫ୍ରେ ମଧ୍ୟ ଏହି ଯୋଡ଼ିକୁ ସାରା ଓଡ଼ିଶାବାସୀ ବେଶ ଭଲ ଭାବେ ଦେଇଥିଲେ। ଆଉ ରିଏଲ୍ ଲାଇଫ୍ ମଧ୍ୟ ଦର୍ଶକମାନେ ତାଙ୍କୁ ପସନ୍ଦ କରୁଛନ୍ତି ଏବଂ ସବ୍ୟ ଏବଂ ଅର୍ଚ୍ଚିତା ବିବାହ ପରେ ମା ବନିଥିଲେ ଅର୍ଚ୍ଚିତା, ବାପା ବନିଥିଲେ ସବ୍ୟସାଚୀ। ପରିବାରକୁ ଆସିଥିଲା ଖୁସି ଖବର। ସବ୍ୟ ଅର୍ଚ୍ଚିତା ଉଭୟ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସମସ୍ତଙ୍କୁ ଏ ସମ୍ପର୍କରେ ଜଣାଇଥିଲେ, ସେଲିବ୍ରେସନ୍ ମଧ୍ୟ କରିଥିଲେ। ପୁଅର ଗୃହପ୍ରବେଶଠାରୁ ଆରମ୍ଭ କରି ଆପଣମାନେ ପିଲା ଜନ୍ମ ହେବା ଠାରୁ ଆରମ୍ଭ କରି ଗୃହପ୍ରବେଶ ପର୍ଯ୍ୟନ୍ତ ସବୁକିଛିର ଭିଡ଼ିଓ ମଧ୍ୟ ଆପଣମାନେ ଆଗରୁ ମଧ୍ୟ ଦେଖିବାକୁ ପାଇଛନ୍ତି। ଆଉ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ସୁଟିଂ ସେଟ୍ରେ ପହଞ୍ଚନ୍ତି, ମା ବନି ସାରିଛନ୍ତି ଏବଂ ବର୍ତ୍ତମାନ ସମୟରେ ସେ ସୁସ୍ଥ ଅଛନ୍ତି, ଯେଉଁଥିପାଇଁ ସେ ଆଗାମୀ ପ୍ରୋଜେକ୍ଟର ସୁଟିଂ ପାଇଁ, ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ସେ ସୁଟିଂ ସେଟ୍ରେ ପହଞ୍ଚନ୍ତି ଏବଂ ପାଖରେ ମଧ୍ୟ ତାଙ୍କ କୁନି ସନ୍ତାନ ରହିଛି।